चतुर्थ स्कंध त्रयोदश अध्याय। ध्रुवर वंशे राजा बेण देखि ताहार दुष्टपण तापिता अंग गला बन। त्रयोदशरे वर्णन। सुत उवाच मैत्रेय बाणी शुणी कर्णे आनंद विदुरर मने। ध्रुव जे जननी सहिते निश्चले कल्प परिजन्ते। बसिला जाई ध्रुव पदे ज्योतिष्क ग्रह चक्र मध्ये। मैत्रेय तहु एहा शुणी विदुर पचारई पुणी। विदुर उवाच भोमुनि प्रचेत समाने केबासे केवण भुवने। केवण वंशे किबा जाति काहार पुत्र से बोलांती। पूर्वे से नारद वचने यज्ञ आरंभी केउ बने। हरि की क्रिया जोगे पाई भभूतरिले 10 भाई। से धर्मशील प्रचेतस यज्ञ विष्णु को करितोष। जे भागवत कथा ऋषि ताहांक आगे थिले भासी। से कथा कह मुनि मोते संसारु तरी बीजे मन्ते। मैत्रेय उवाच ध्रुवर पुत्र गुण धाम ज्येष्ठ उत्कल तार नाम। ताहाकु अधिराज्य स्थापे ध्रुव जे बने गला तपे। से बसी राजार आसने उत्तम रत्न सिंहासने। पितार जात्रा शुणी कर्णे सुख न लभे दुख मने। से जे स्वभावे आत्मज्ञानी समद रसी बुद्धि घेनी। देखई सर्वभूते हरि स्थिर जंग में अछि पुरी। सकल देखे हरि ठारे निर्मल ज्ञान चक्षु द्वारे। एकांत आत्मबोध रसे गुण प्रवाहे से न मिसे। जड़ांध बधिरंक प्राये भस्म भूषित शुद्ध देहे। बुलई नाना मार्गे लुचि केहि न पारे ताकु लखी। जड़ उन्मत्त ताकु जानी बंधु बांधव मने गुणी। मंत्रिय मात्य गणे मिली राज्यर क्षण नित्य भाळी। वत्सर तानुज नाम सुंदर सर्वगुण धाम। ताहाकु सकळे विचारी स्वराज्ये अभिषेक करी। स्थापिले नृपति आसने एमंत गला केते दिने। स्वर्बिथी नामे पत्नी तार जोशित गणेश गंभीर। तार उदरु सुत जात होइले गुणे अप्रमित। पुष्पान्न तिग्म केतु नाम ईशौर्ज जे अनुपम। वसुजय जे सट जुते गुणे प्रख्यात ए जगते। प्रभादो साजे बेनी नारी पुष्पान्न तुले विभा करी। से प्रभा गर्भे तिनि सुत होइले जगते विख्यात। प्रात मध्याह्न सायंकाळ स्वभावे तेज अनर्गळ। प्रदोष निशाथ जे व्युष्ट दोषार गर्भे तिनि सृष्ट। व्युष्टर पत्नी पुष्करिणी ता गर्भे सर्वतेजा जन्मी। आकुति कन्या हेला विभा किबा उपमा तारे देवा। चाक्षुष मनु तार बीर्जे जन्मिला
ଆକୁତିର ଗର୍ଭେ ନଡ଼ୋଳା ଚାକ୍ଷୁଷର ନାରୀ ରୂପେ କମଳା ନୁହେଁ ସରି ତାର ଉଦରେ 12 ସୁତେ ଜନ୍ମିଲେ ବିଷ୍ଣୁ ତେଜ ଜୁତେ ନାମେ ସେ ପୁରୁକୁତ୍ସତ୍ରିତ ଦ୍ୟୁମ୍ନ ସତ୍ୟ ଯେ ଋତ ବ୍ରତ ଅତିରାତ୍ର ଯେ ଅଗ୍ନିଷ୍ଟୋମ ଶିବି ଯେ ଉଲ୍ଲୁକ ପ୍ରଦ୍ୟୁମ୍ନ ଉଲ୍ଲୁକ ତହୁଁ ସଟ ସୁତ ହୋଇଲେ ମନୁ ବଂଶେ ଖ୍ୟାତ ଅଙ୍ଗସୁ ମନା ଖ୍ୟାତି ତିନି କ୍ରତୁ ଅଙ୍ଗିରା ଗୟ ଘେନି ସୁନିଥା ଯମର ଦୁହିତା ଅଙ୍ଗର ଅଟେ ସେ ବନିତା ବେଣ ତାହାର ଗର୍ଭୁ ଜାତ ଶୁଣ ହେ ତାହାର ଚରିତ ସେ ପୁଣି ମାତା ମହୋଦଶେ ଦୁଷ୍ଟ ହଇଲା ମନୁ ବଂଶେ ଦୁଶୀଳ ପଣ ଦେଖି ତାର ପିତା ଚଳିଲା ଛାଡ଼ି ପୁର ଦେଖି ତାହାର ଦୁଷ୍ଟପଣ କୋପେ ସାପିଲେ ମୁନି ଗଣ ମୁନିଙ୍କ ବାକ୍ୟ ବାଣେ କରି ତାହାର ପ୍ରାଣ ବେଗେ ହରି ପ୍ରଜାନାଥ ରାଜକେ ଦୁଷ୍ଟେ ପୀଡ଼ିଲେ ଅତିରେକେ ପୁଣି ତାହାର ମୃତ ଗାତ୍ରେ ବିପ୍ରେମ ଥିଲେ ପୁତ୍ର ଅର୍ଥେ ଦକ୍ଷିଣ କରେ କୁଶ ବିଡ଼ି ମନ୍ଥନ କଲେ ବେଦ ପଢ଼ି ତା ଦେହୁ ପୃଥୁ ନାମେ ହରି ଜନ୍ମିଲେ ରାଜ ରୂପ ଧରି ତା ଶୁଣି ସନ୍ତୋଷେ ବିଦୁର ମୁନି ଚରଣେ ଦେଇ କର ରୋମ ପୁଲକ ତନୁ ବହି ପୁଛଇ କୃତ କୃତ୍ୟ ହୋଇ ବିଦୁର ବାଚ ଯେ ଅଙ୍ଗ ସାଧୁ ଶୀଳ ନିଧି ସର୍ବଲକ୍ଷଣ ଶ୍ରେଷ୍ଠ ବୁଦ୍ଧି ବ୍ରହ୍ମଣ୍ୟ ପ୍ରଜା ରକ୍ଷାକାରୀ ସେ ଧର୍ମ ଧର୍ମେ ଅଧିକାରୀ ଯେ ବେଣ ନାମେ ତାର ସୁତ ସେ ଦୁଷ୍ଟ ହୋଇଲା କେମନ୍ତ ପ୍ରଜାଏ ତାର ଦୁଷ୍ଟପଣେ ଭଏ ପଶିଲେ ଘୋର ବନେ କିମ୍ପା ବ୍ରାହ୍ମଣେ କୋପ କଲେ ତାହାକୁ ବ୍ରହ୍ମ ଦଣ୍ଡ ଦେଲେ ସେ ବିପ୍ରବରେ ଧର୍ମଜ୍ଞାତା ଆଗମ ନିଗମ ବକତା ଏଡ଼େ ଅନ୍ୟାୟ କିମ୍ପା କଲେ ରାଜାଙ୍କୁ କିମ୍ପା ବିନାଶିଲେ ରାଜାର ଶରୀରେ ନିଶ୍ଚଳେ ବସନ୍ତି 10 ଦିଗପାଳେ ଯେ ରାଜା ବିଷ୍ଣୁ ତେଜ ବହି ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ଯମର ସୁତା ସୁତ ଯେଣୁ ଦୁଷ୍ଟ ହୋଇଲା ଅବା ତେଣୁ ଏକଥା କହ ମୁନି ମତେ ସଂଶୟ ନର ମଚିତେ ମୈତ୍ରେୟ ଉବାଚ ଶୁଣ ହେ ବେଣ ଦୁଷ୍ଟପଣ କହିବା ନିମିତ୍ତ କାରଣ ଅଙ୍ଗ ଯେ ଅଶ୍ୱମେଧ କଲା ଉତ୍ତମ ଋଷିଙ୍କି ବରିଲା ସକଳେ ମିଳି ବେଦନା ଦେ ଅନଳ ପୂଜିଲେ ସମିଧେ ଯଜ୍ଞ କୁଣ୍ଡକୁ ବିପ୍ରେ ଚାହିଁ ଦେଖିଲେ ଦେବ ଗଣେ ନାହିଁ ଇନ୍ଦ୍ରାଦି 10 ଦିଗପାଳେ ସେ ଯଜ୍ଞ କେହି ନ ମିଳିଲେ ଦେଖି ବିସ୍ମୟେ ମୁନିଜନ ନିକଟେ ରାଇ ଯଜମାନ ବୋଇଲେ ରାଜା ମୁଖ ଚାହିଁ ଏ ଯଜ୍ଞ କଲୁ କାହିଁ ପାଇଁ ଦେବେ ସେ ହବି ନ ଘେନିଲେ ଆମ୍ଭେ ପଚାରୁ ତେଣୁ ଭଲେ ଶୁଣ ରାଜନ ସାବଧାନେ କିବା କଳ୍ପିତ ତୋର ମନେ ପବିତ୍ର ଦ୍ରବ୍ୟ ଶ୍ରଦ୍ଧା କରି ସକଳ ନିଗମ ଉଚାରି ଆମ୍ଭେ ସକଳେ ଧୃତ ବ୍ରତା ତୁମ୍ଭେ ସ୍ୱଭାବେ ଶୁଦ୍ଧ ଚେତା ମନ୍ତ୍ର ଉଚାରି ଆମ୍ଭେ ତୁଣ୍ଡେ ଆହୁତି ଦେଲୁ ଯଜ୍ଞ କୁଣ୍ଡେ ଦେବେ ନଇଲେ କେଉଁ ଭାବେ ତାର ପ୍ରସ୍ତାବ ଗୁଣ ଏବେ ସକଳ କର୍ମ ସାକ୍ଷୀ ଦେବେ କିମ୍ପା ନଇଲେ ଯଜ୍ଞ ଭାଗେ ମୈତ୍ରେୟ ଉବାଚ
ଅଙ୍ଗ ଯେ ବିପ୍ର ବାକ୍ୟ ଶୁଣି ଦୁଃଖିତ ମନେ ନୃପମଣି ସଭାଜନଙ୍କ ମୁଖ ଚାହିଁ କହିସିରେ କର ଦେଇ କି ମନ୍ଦ କର୍ମ ମୋର ଅଛି ଭୋବିପ୍ରେ କହ ଧର୍ମ ଲକ୍ଷୀ ଦେବେ ନଇଲେ ଯଜ୍ଞ ଭାଗେ କାରଣ କହ ମୋର ଆଗେ ସଦସ୍ୟ ଉଚୁ ଏମନ୍ତ ରାଜା ମୁଖ ଶୁଣି ସ୍ୱଧର୍ମ ବିପ୍ରେ ପରିମାଣି ବୋଇଲେ ରାଜା ମୁଖ ଚାହିଁ ଏ ଜନ୍ମେ ତୋର ଦୋଷ ନାହିଁ ପୂର୍ବ ଅର୍ଜିତ କର୍ମ ବଳେ ସନ୍ତତି ନାହିଁ ତୋର କୋଳେ ଅପୁତ୍ର ଦୋଷେ ଦେବ ଗଣେ ନଇଲେ ଯଜ୍ଞ ନିମନ୍ତ୍ରଣେ ତୁ ଏବେ ପୁତ୍ର ଯଜ୍ଞ କର ଯଜ୍ଞ ପୁରୁଷ ଯଜ୍ଞ ବର ତେବେ ସକଳ ଦେବ ଗଣ ତୋ ଯଜ୍ଞେ ହୋଇବେ ବରଣ ସେ ବିଷ୍ଣୁ ହବିର୍ଭାଗ ପାଇ ତୋହର ଯଜ୍ଞେ ତୋଷ ହୋଇ ସେ ହରି ପୁତ୍ର ଦେବେ ତୋତେ ସଂସାରୁ ତରିବୁ ଯେ ମନ୍ତେ ମୈତ୍ରେୟ ଆନନ୍ଦ ଚିତ୍ତରେ କହନ୍ତି ଶୁଣ ହେ ବିଦୁରେ ଏମନ୍ତ ସଭା ବାକ୍ୟ ଶୁଣି ସେ ଅଙ୍ଗ ରାଜା ମନେ ଗୁଣି ଯଜ୍ଞେ ଯଜ୍ଞ ପୁରୁଷ ତୁଣ୍ଡେ ଆହୁତି ଦେଲେ ହୋମ କୁଣ୍ଡେ ତକ୍ଷଣେ ହୋମ କୁଣ୍ଡୁ ଜାତ ହୋଇଲା ପୁରୁଷ ଅଦ୍ଭୁତ ହୃଦେ ଲମ୍ବଇ ହେମହାର କଟିରେ ନିର୍ମଳ ଅମ୍ବର ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି ବିପ୍ରବଚନେ କ୍ଷୀରି ପାତ୍ର करे ଘେନିଲେ ନରନାଥ ଆଘ୍ରାଣ କରି ନାସା ଦ୍ୱାରେ ଦେଲା ସେ ନିଜ ପତ୍ନୀ କରେ ସେ ପୁଂସ ବନ କ୍ଷୀରି ଆଣି ଗୃହେ ଭୁଞ୍ଜିଲା ତା ଘରଣୀ ତକ୍ଷଣେ ପୁଂସ ବନ ଭାବେ ପୁତ୍ର ରହିଲା ତାର ଗର୍ଭେ ସେ ଗର୍ଭୁ କାଳ ଉପଗତେ କୁମାର ଜନ୍ମିଲା ଅଦ୍ଭୁତେ ଦିନକୁ ଦିନ ସେ ବଢିଲା ମାତାର ଅଂଶ ନ ଛାଡ଼ିଲା ଅଧର୍ମ ଅଂଶୁ ମୃତ୍ୟୁ ଜାତ ସେ ମୃତ୍ୟୁ ସୁତା ଯେଣୁ ମାତ ତେଣୁ ହୋଇଲା ଅଧାର୍ମିକ କ୍ଷତ୍ରିୟ ଭାବେ ଅତିରେକ ନିରତେ ଧନୁସର ଧରେ ଲୁବ୍ଧକ ପ୍ରାୟ ବନେ ବୁଲେ ନିର୍ଦୋଷ ପଶୁ ଗଣ ମାରେ ଦୟା ବିବେକ ନ ବିଚାରେ ତୁଲ୍ୟ ବୟସୀ ବାଳ ମେଳେ ଖେଳ ଖେଳଇ କୁତୁହଳେ ତାଙ୍କୁ ଦାରୁଣ ପଣେ ଦୃଢ଼େ ଚରଣେ ଚାପି ମୁଣ୍ଡ ମୋଡ଼େ ଏମନ୍ତ ତାର ଦୁଷ୍ଟ ପଣେ ରାଜାର ଅଗ୍ରେ ପ୍ରଜା ଗଣେ ରୋଦନ କରି ଉଚ୍ଚ ତୁଣ୍ଡେ କର ଅଞ୍ଜଳି ଦେଇ ମୁଣ୍ଡେ କହନ୍ତି ବେଣ ଦୁଷ୍ଟପଣ ରୋଦନ କରି ପ୍ରଜା ଗଣ ଏମନ୍ତ ଅଙ୍ଗ ରାଜା ଶୁଣି ଖଳ ପୁତ୍ରକୁ ଘରେ ଆଣି ନାନା ପ୍ରକାରେ ଧର୍ମ କହି ଅନେକ ପ୍ରକାରେ ବୁଝାଇ ଶୁଣନ୍ତେ ବହୁତମ କରେ ପିତାର ବଚନ ନ ଧରେ ଦିନକୁ ଦିନ ଦୁଷ୍ଟ ପଣେ କୋପ ବହିଲେ ପ୍ରଜା ଗଣେ ଅଙ୍ଗ ତାହାର କର୍ମ ଦେଖି ଭାଳଇ ଅତି ଦୁଃଖେ ଦୁଃଖୀ ଦେଖ ମୁଁ ବିଷ୍ଣୁ ପାଦେ ସେବି କୁପୁତ୍ରେ ହେଲି ପରା ଭବି ସବୁରି ସଙ୍ଗେ ନିରନ୍ତରେ ମହତେ ଦୋରେ ହାଚରେ ପ୍ରାଣୀଙ୍କ ମନେ ବହୁ ବ୍ୟଥା ଏ ଦୁଷ୍ଟ ଦିଅଇ ସର୍ବଥା ଏ ପୁତ୍ରେ କାର୍ଯ୍ୟ ଅଛି କିସ ନାଶଇ ପର ଯଶ ପୁଣି ସେ ରାଜା ବିଚାରଇ ସୁପୁତ୍ର ଛାଡ଼ି ନ ହୁଅଇ କୁପୁତ୍ରେ ମାତ୍ର ଏତେ ଲାଭ ସ୍ୱଜନ ଗୃହେ ଛାଡ଼େ ଲୋଭ ସୁପୁତ୍ର କୁପୁତ୍ର ବିଚାରେ ଚିତ୍ତ ନ ରହେ ତାର ଘରେ
ଘରେ ରଜନୀ ଅର୍ଦ୍ଧେ ନୃପବର ମନ୍ଦିରୁ ହୋଇଲା ବାହାର ବନେ ପଶିଲା ନରପତି କେହି ନ ଜାଣେ ତାର ଗତି ତାହାର ପାତ୍ର ମନ୍ତ୍ରୀ ଗଣେ ଅନେକ ଖୋଜି ଘୋର ବନେ ନ ଦେଖି ନଗରେ ମିଳିଲେ ଅନେକ ପ୍ରକାରେ ଭାଳିଲେ ରୋଦନ କଲେ ଛନ ମନେ ବୋଇଲେ କେଣେ ଗଲେ ଶୂନ୍ୟେ ଭାଷା ପ୍ରବନ୍ଧେ ଭାଗବତ ବୋଲଇ ବିପ୍ର ଜଗନ୍ନାଥ। इति श्रीमद्भागवते महापुराणे पारमहंस्यां संहितायां चतुर्थस्कन्धे वेणजन्मकथनं नाम त्रयोदशोऽध्यायः।